ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆଜି ହେଉଛି ଛାଡ଼ ଖାଇ। ଛାଡ଼ ଖାଇର ଅର୍ଥ ହେଲା ଯାହା ଛାଡ଼ିଥିବା ତାହା ଖାଇବା। ହେଲେ ଆମେ କ'ଣ କ'ଣ ଛାଡ଼ିଥିଲେ? କାର୍ତ୍ତିକ ମାସ ବୋଲି ଆମିଷ ଛାଡ଼ିଥିଲେ। କେତେ ଲୋକ ପିଆଜ ରସୁଣ ମଧ୍ୟ ଛାଡ଼ିଥିଲେ, କାରଣ ଏଗୁଡ଼ିକ ତାମସିକ ଖାଦ୍ୟ। କଥାରେ ଅଛି ଯେମିତି ଅନ୍ନ ସେମିତି ମନ। ତେଣୁ ତାମସିକ ଖାଦ୍ୟ ଖାଇବା ଦ୍ୱାରା ମଣିଷର ପ୍ରବୃତ୍ତି ବ୍ୟବହାର ମଧ୍ୟ ତାମସିକ ହୁଏ। ଏକେ ତ ତାମସିକ ପ୍ରବୃତ୍ତି ଥିବା ଲୋକମାନେ ତାମସିକ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ଏମିତି ଖାଦ୍ୟ ଖାଇ ଖାଇ ସେମାନଙ୍କର ମନ ଏଭଳି ହେଇଯାଏ ଯେ ସେମାନେ ସବୁବେଳେ ଖଳ କାମରେ ମାତନ୍ତି, ଦୁଷ୍ଟ ଦୁର୍ଜନ ଭାବରେ ଲୋକଙ୍କ ଭିତରେ ଭୟ ସଞ୍ଚାର କରନ୍ତି। ଆଉ କେତେକ ସାତ୍ବିକ ପ୍ରବୃତ୍ତିର ଲୋକ ଜିଭ ଲାଳସାକୁ ଏଡ଼େଇ ନ ପାରି ତାମସିକ ଖାଦ୍ୟ ଖାଆନ୍ତି। ଫଳରେ ସେମାନେ ତାମସିକ ହୁଅନ୍ତି ନାହିଁ, କିନ୍ତୁ ତାଙ୍କ ଭିତରେ ଥିବା ସାତ୍ବିକତା ନଷ୍ଟ ହୋଇଯାଏ। ଯାହା ଭିତରେ ଭଗବାନ ସାତ୍ବିକତା ଦେଇଛନ୍ତି ତାହା ଯଦି ନଷ୍ଟ ହେଲା ତେବେ ତାହା ଘୋର କ୍ଷତି ହେଲା ବୋଲି ଜାଣିବା। ଏସବୁ ଖାଦ୍ୟ ଛାଡ଼ି କାର୍ତ୍ତିକ ମାସରେ ଯେତେ ମହଙ୍ଗା ହେଲେ ମଧ୍ୟ ପନିପରିବା, ଶାଗ, ମୁଗ ଇତ୍ୟାଦି ସାତ୍ବିକ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ରହିଲା। ତେବେ ସବୁ ଲୋକ ତ ସମାନ ନୁହନ୍ତି। ଅନେକଙ୍କର ଆମିଷ ଖାଦ୍ୟ ପ୍ରତି ଆସକ୍ତି ଅଛି। ସେମାନେ ଧର୍ମ ମାସ ନାଁରେ ଏତକ ଦିନ ସେଥିରୁ ଛାଡ଼ି ହେଇଥିଲେ। ଏଇଟା ସେମାନଙ୍କ ପାଇଁ ଗୋଟେ ପରୀକ୍ଷା ବୋଲି ଧରିବା। ସେମାନେ ପରୀକ୍ଷାରେ ପାସ୍ ହେଲେ, କାରଣ ଆମର ସବୁ ଶାସ୍ତ୍ରମାନେ କହୁଛନ୍ତି ଖାଦ୍ୟ ପାଇଁ ପଶୁପକ୍ଷୀ ହତ୍ୟା କରିବା ଏକ ଅପରାଧ। ପ୍ରକୃତି ତା କୋଳରେ ଆମ ପାଇଁ ଏତେ ପତ୍ର, ଫୁଲ, ଫଳ ରଖିଦେଇଛି। ଗାଈ ମଇଁଷିଙ୍କ ଚିରରେ କ୍ଷୀର ଭର୍ତ୍ତି କରିଦେଇଛି, ମହୁ ଫେଣାରେ ମହୁ ଭରି ଦେଇଛି। ଖାଦ୍ୟ ଭାବରେ କେତେ ମୂଳ ତା ମାଟି ତଳେ ସାଇତି ରଖିଛି। ଆମ ଦେହଗୁଣ ଧର୍ମ ଅନୁସାରେ ସେଗୁଡ଼ିକ ତିଆରି ହୋଇଛନ୍ତି। ତାକୁ ଖାଦ୍ୟ ଭାବରେ ଖାଇଲେ ଶରୀର ଯେପରି ଶୁଦ୍ଧ, ସାତ୍ବିକ, ସୁସ୍ଥ ରହିବ, ତାହା ଆମିଷରେ କଦାପି ଆସିବ ନାହିଁ। କିନ୍ତୁ ଆମିଷ ପ୍ରତି ଆମର ଆସକ୍ତି ରହୁଛି। ଆମେ ଅଧିକାଂଶ ମଧ୍ୟ ତାହା ଖାଉଛେ। ଆମ ଦେଶରେ ଆମିଷ ନିରାମିଷର ଯାହା ବିଚାର ଅଛି, ନହେଲେ ବିଦେଶରେ ତ ଏ ବିଚାର ହିଁ ନାହିଁ। ସେଠି ଖାଦ୍ୟ ମାନେ ହିଁ ଆମିଷ। ତେବେ ଏତକ ଦିନ ଯେଉଁ ଆମିଷ ଆମେ ଛାଡ଼ି ପାରିଲେ, ତାହା ଆମକୁ ସୂଚେଇ ଦେଲା ଯେ ଆମେ ଚାହିଁଲେ ୟାକୁ ମଧ୍ୟ ଛାଡ଼ି ପାରିବା। ମାସେ କାଳ ଖାଇଲେ ନାହିଁ ଚଳିଲା ତ, ଚାହିଁଲେ ପୁରା ମଧ୍ୟ ଛାଡ଼ି ଦେଇପାରିବା କିମ୍ବା କମେଇ ଦେଇପାରିବା। କାରଣ ଏହାଦ୍ୱାରା ଆମ ଭିତରୁ ହିଂସ୍ର ଭାବ କମିବ, ସାତ୍ବିକ ଭାବ ବଢ଼ିବ। ବାଘଟିଏ ମାଂସ ଖାଉଛି ବୋଲି କେତେ ହିଂସ୍ର ତାର ପ୍ରକୃତି, କିନ୍ତୁ ଛେଳିଟିଏ, ହରିଣଟିଏ, ଗାଈଟିଏ ଘାସପତ୍ର ଖାଉଛନ୍ତି ବୋଲି କେତେ ଶାନ୍ତ ସେମାନଙ୍କର ପ୍ରକୃତି। ଆମର ଆମିଷ ଭକ୍ଷଣ ଅଭ୍ୟାସ ଏତେ ବଢ଼ିଛି ଯେ ରାସ୍ତାଘାଟ ସବୁଆଡ଼େ ଆଜି ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଛି। ଆମେ ମାଂସ ନେଇ ଘରକୁ ଆସୁଛୁ, ଆମର କୋମଳମତି ଛୋଟ ଛୋଟ ପିଲାମାନେ ସେ ଦୃଶ୍ୟ ଦେଖୁଛନ୍ତି। ସେମାନଙ୍କ ମନରେ କ'ଣ ଭାବନା ହେଉଥିବ ଆମେ କଳ୍ପନା କରିପାରୁନାହୁଁ। ତେଣୁ ଛାଡ଼ ଖାଇର ଅର୍ଥ ନୁହେଁ ଯାହା ଛାଡ଼ିଥିବା ତାକୁ ପୁଣି ଥରେ ମନ ଭରି ପେଟ ଭରି ଖାଇବା। ଛାଡ଼ ଖାଇର ଅର୍ଥ ହେଲା ଆମେ ଯାହା ଖାଉଥିଲୁ ତାକୁ ଛାଡ଼ି ପାରୁଛୁ ବୋଲି ଜାଣିଲୁ। ଏବେ ଏଣିକି ଆମର ଜିଭ ଲାଳସାକୁ ଟିକେ ନିୟନ୍ତ୍ରଣ କରିବା। ଛାଡ଼ ଖାଇର ଆଉ ଗୋଟିଏ ଅର୍ଥ ହେଲା ଧୀରେ ଧୀରେ ଗୋଟିଏ ଗୋଟିଏ କଥା ଛାଡ଼ିବାର ଅଭ୍ୟାସ କରିବା। କାରଣ ଆମକୁ କେବେ ନା କେବେ ସବୁ ଛାଡ଼ିବାକୁ ପଡ଼ିବ। ପରିବାର ଛାଡ଼ିବାକୁ ପଡ଼ିବ, ଧନ ସମ୍ପଦ ଛାଡ଼ିବାକୁ ପଡ଼ିବ, ସଂସାରକୁ ମଧ୍ୟ ଛାଡ଼ିବାକୁ ପଡ଼ିବ। ହୁଏତ ଆମେ ଏଗୁଡ଼ିକୁ ଛାଡ଼ିଯିବା, ନହେଲେ ଏମାନେ ଆମକୁ ଛାଡ଼ିଯିବେ। ସ୍ୱାମୀ ଥିବ, ସ୍ତ୍ରୀ ଚାଲି ଯାଇପାରେ, ସ୍ତ୍ରୀ ଥିବ, ସ୍ୱାମୀ ଚାଲି ଯାଇପାରେ। ଯେଉଁ ପିଲାମାନଙ୍କୁ ନେଇ ଏତେ କୋଳାହଳ, ସେମାନେ ବି ଛାଡ଼ି ଚାଲି ଯାଇପାରନ୍ତି। ସୁନସାନ ନିଛାଟିଆ ହୋଇ ରହିବାକୁ ପଡ଼ିପାରେ। ଆଗରୁ ନିଜକୁ ସେଥିପାଇଁ ତିଆରି କରିନଥିଲେ ତାକୁ ଆମେ ସମ୍ଭାଳି ପାରିବା ନାହିଁ। ତେଣୁ ଧୀରେ ଧୀରେ ଛାଡ଼ିବା ଅଭ୍ୟାସଟି କରିଥିଲେ ଯାଇ ଆମକୁ ଛାଡ଼ିବା ବେଳକୁ ମଣିଷ ଭାବରେ ଯେତିକି କଷ୍ଟ ହେବ ତାକୁ ଆମେ ସହି ଯାଇପାରିବା। ମାସକର ଆଧ୍ୟାତ୍ମିକ ଏବଂ ସାତ୍ବିକ ଚଳଣୀରୁ ନିଜ ଭିତରେ ଏକ ଅନାସକ୍ତିକୁ ଚିହ୍ନିବାର ପ୍ରୟାସ ହେଉଛି ଛାଡ଼ ଖାଇର ଭିତରିଆ ମହତ୍ଵ। ତେଣୁ ଛାଡ଼ ଖାଇରେ ଆମେ ଆମିଷ ଖାଇବା କି ନ ଖାଇବା ସେଇଟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ଆମ ଭିତରେ ଥିବା ଏହି ଛାଡ଼ିବା ଶକ୍ତିକୁ ଆମେ ଚିହ୍ନିବା ଏବଂ ଛାଡ଼ିବାର ଆବଶ୍ୟକତାଟିକୁ ଅନୁଭବ କରିବା। ଆପଣମାନେ ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାନ୍ତନୁ କୁମାର ରଥ।